ମିଛ କହିବା ଭାରତୀୟ ଜନତା ପାର୍ଟିର ରକ୍ତରେ ଅଛି। ରକ୍ତରେ କାହିଁକି ନା ସବୁ କଥାର ମିଛ, ସବୁ କଥାର ଜୁମଲା। ଏଇଠି ମଧ୍ୟ ମିଛ କହିଲେ। କଣ ମିଛ କହିଲେ ନା ଉପମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି 17 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଛୁ। ମାନ୍ୟବର ଉପମୁଖ୍ୟମନ୍ତ୍ରୀ କେତେ ନମ୍ବର ମିଛ କହୁଛନ୍ତି, କେତେ ମିଛ କହୁଛନ୍ତି। ଆପଣ କହୁଛନ୍ତି 17 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି। ଆପଣଙ୍କର ତଥ୍ୟ, ମୁଁ ଜଣେ ପାର୍ଲାମେଣ୍ଟାରିଆନ, ପାର୍ଲାମେଣ୍ଟରେ 12 ଅଗଷ୍ଟ ଆପଣ 2025 ରେ ତଥ୍ୟ ରଖିଛନ୍ତି 7,80,000 ଲକ୍ଷପତି ଦିଦି ହେଇଛନ୍ତି। କୋଉଟା ସତ? ପାର୍ଲାମେଣ୍ଟରେ ମିଛ କହିଛନ୍ତି ନା ଏଇଠି ମିଛ କହୁଛନ୍ତି? ପ୍ରଥମ କଥା। ତାପରେ ଆପଣ କଣ କହୁଛନ୍ତି ଯେ ଆପଣଙ୍କୁ ପ୍ରାର୍ଥୀ ମିଳିଲା ନାହିଁ, ଆପଣ ବାହାର ଜିଲ୍ଲାରୁ ପ୍ରାର୍ଥୀ କଲେ। ବାହାଘର ପରେ ବାପ ଘର, ବହୁ ଦୂର ମାମୁ ଘର ସାତପର, ଏଇ ୱାର୍ଡିଂ। ଆପଣ ଜଣେ ମହିଳା ହେଇକି ଜଣେ ମହିଳାଙ୍କୁ ଏଇଭଳି କଥା କହୁଛନ୍ତି। ଆପଣଙ୍କର ହୁଏତ ବାପ ଘର ସାଙ୍ଗରେ ସମ୍ପର୍କ ନଥାଇପାରେ, ଆପଣଙ୍କର ହୁଏତ ମାମୁ ଘର ସାଙ୍ଗରେ ସମ୍ପର୍କ ନଥାଇପାରେ। ତା ମାନେ ନୁହେଁ ଯେ ସମସ୍ତଙ୍କର ନାହିଁ। ମୋର ମୋ ବାପା ଘର ସାଙ୍ଗରେ ବହୁତ ଭଲ ସମ୍ପର୍କ ଅଛି, ମୋର ମୋ ମାମୁ ଘର ସାଙ୍ଗରେ ବହୁତ ଭଲ ସମ୍ପର୍କ ଅଛି। ମତେ ଦେଖୁଥିବା ଅଗଣିକ ଲୋକ ଯୋଉମାନେ ଦେଖୁଥିବେ ଆପଣ ମାନଙ୍କ ମାଧ୍ୟମରେ, ସେମାନଙ୍କର ମଧ୍ୟ ତାଙ୍କ ବାପ ଘର ଏବଂ ମାମୁ ଘର ସାଙ୍ଗରେ ବହୁତ ସମ୍ପର୍କ ଅଛି। ଓଡିଆରେ ଗୋଟେ କଥା ଅଛି, ଦୁହିତା ଦୁଇ କୂଳକୁ ହିତା। ଆପଣ କେମିତି ଏ କଥା କହୁଛନ୍ତି? ଆପଣ ନିଜେ ଜଣେ ଦୁଇଟି କନ୍ୟା ସନ୍ତାନର ମା। ଆପଣଙ୍କର ଝିଅ କାଲି ବାହା ହେଇଗଲା ପରେ ଆପଣଙ୍କ ତାକୁ କାଟିଦେବେ? ଏଇଟା କୋଉଠି ହୁଏ ଆଜ୍ଞା? ଆଉ ଆପଣଙ୍କ ମୁହଁରେ ତ ଏଇ ଜିନିଷ ଶୋଭା ଦଉନି। ଏଇଥିପାଇଁ ଆପଣଙ୍କୁ ପ୍ରାର୍ଥୀ ମିଳିଲେ ନାହିଁ। ଆପଣ ପ୍ରାର୍ଥୀ ଚୋରି କଲେ, ଭୋଟ ଚୋରି କରିଛନ୍ତି, ଯୋଜନା ଚୋରି କରିଛନ୍ତି, ଆଜି ପ୍ରାର୍ଥୀ ଚୋରି କରୁଛନ୍ତି। ଇଏ ହଉଛି ଭାରତୀୟ ଜନତା ପାର୍ଟିର ଚିତ୍ର ଚରିତ୍ର। ଆଉ ଆପଣ କହୁଛନ୍ତି କଣ ନା ବାହାର ଜିଲ୍ଲା। ଆରେ ତାଙ୍କ ମାମୁ ଘର ସେଇଠି, ବାହାର ଜିଲ୍ଲା କେମିତି ହେଲା? ଆଚ୍ଛା, ଯଦି ତାଙ୍କ ଘର ବାହାର ଜିଲ୍ଲା ହେଲା, ତାହେଲେ ସମ୍ବଲପୁର ସାଂସଦଙ୍କ ଘର କୋଉଠି? କେନ୍ଦ୍ରାପଡା ସାଂସଦଙ୍କ ଘର କୋଉଠି? ପୁରୀ ସାଂସଦଙ୍କ ଘର କୋଉଠି? ଆମେ ନିଶ୍ଚିତ ଭୁବନେଶ୍ୱର ସାଂସଦଙ୍କ ଘର କୋଉଠି? ଏଇ କଥା ଆପଣ କୁହନ୍ତୁନି। ଏଠି ଆହୁରି ମଧ୍ୟ ମୁଁ ଗୋଟେ କଥା କହିବି। ଆପଣ କଣ କହିଲେ? ହାତରେ ପଦ୍ମ ଧରି ଲକ୍ଷ୍ମୀ କବାଟ ଠକ ଠକ କରୁଛନ୍ତି। ଆପଣଙ୍କୁ ଟିକେ ଖରାପ ଲାଗୁନି? ପ୍ରଭାତୀ ମ୍ୟାଡାମ, ଆପଣ ଉପମୁଖ୍ୟମନ୍ତ୍ରୀ, ଆପଣ ଜଣେ ମହିଳା, ଆପଣଙ୍କୁ ଟିକେ ଖରାପ ଲାଗୁନି? 3 ଦିନ ତଳେ ଚନ୍ଦନପୁରରେ ଯୋଉଦିନ ମା କାଳୀଙ୍କର ଭସାଣି ଥିଲା, 12 ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଛି ଘର ଭିତରେ। ସେଇଥିପାଇଁ କହୁଛନ୍ତି ପଦ୍ମ ଫୁଲ ଧରି ଠକ ଠକ କରୁଛନ୍ତି। ଲକ୍ଷ୍ମୀକି ଆପଣ ଏଇ ଜାଗାରେ ରଖିଲେଣି। ଆମେ ଆମ ଝିଅ ମାନଙ୍କୁ ଲକ୍ଷ୍ମୀ ସାଙ୍ଗରେ ତୁଳନା କରିଥାଉ। ପଦ୍ମ ଫୁଲ ଧରି ଲକ୍ଷ୍ମୀ ଆସନ୍ତିନି। ଝିଅକୁ ସୁରକ୍ଷା ଦେଲେ, ସମ୍ମାନ ଦେଲେ ସେ ଘରେ ଲକ୍ଷ୍ମୀ ରହେ। ଆପଣ ବଳଙ୍ଗା କଥା ଦେଖନ୍ତୁ। ଆପଣ ଆପଣଙ୍କ ଜିଲ୍ଲାକୁ କଣ କରିସାରିଲେ ଆପଣ ଜାଣିପାରୁନାହାନ୍ତି? ଆପଣ ଗଲେଣି ଚନ୍ଦନପୁର ଗଲେଣି ନା? ସେଇଠି ବି କହିବେ ବଳଙ୍ଗାରେ ଯେମିତି ନିଜେ ନିଜେ ହେଇଥିଲା, ଚନ୍ଦନପୁର ବି ନିଜେ ନିଜେ ହେଲାଣି। ଖରାପ ଲାଗିବା କଥା ଆଜ୍ଞା। ରାଜନୀତି କରନ୍ତୁ, ଏଇଭଳି ରାଜନୀତି କରନ୍ତୁନି ଆଜ୍ଞା। ଆପଣ ଜଣେ ମହିଳା, ଆପଣ ଜଣେ ମହିଳା। ମୁଁ ପୁଣି ଥରେ କହିବି, ମିଥ୍ୟା ତଥ୍ୟ ଦିଅନ୍ତୁ ନାହିଁ, ଭ୍ରମିତ କରନ୍ତୁ ନାହିଁ। ଆଉ ଆପଣ ଯୋଉ ଲକ୍ଷପତି ଦିଦି କଥା କହୁନାହାନ୍ତି, ଏ ଯୋଉ 17 ଲକ୍ଷ ଛାଡନ୍ତୁ, 7,80,000 ଲକ୍ଷପତି ଦିଦିର ତଥ୍ୟ ଦେଇଛନ୍ତି ପାର୍ଲାମେଣ୍ଟରେ ଅଗଷ୍ଟ 12 ତାରିଖରେ। ସେ ଲକ୍ଷପତି ଦିଦି ମଧ୍ୟ ନବୀନ ବାବୁଙ୍କ ବହିରେ ମଲାଟ ମଡେଇଛନ୍ତି। ଆପଣ ନବୀନ ବାବୁଙ୍କ ବହିର ମଲାଟ ଆପଣ ମଡେଇଛନ୍ତି। ଆପଣ କରିନାହାନ୍ତି, ଆପଣ କରିନାହାନ୍ତି। ମୁଁ ଆଜି ମଧ୍ୟ କହୁଛି, ଯୋଉ କହୁନାହାନ୍ତି ସୁଇଚ ଟିପି ଦେଲେ, ବଟମ ଟିପି ଦେଲେ ପଇସା ଟ୍ରାନ୍ସଫର ହେଇଯାଉଛି ସୁଭଦ୍ରାରେ। ଖରାପ ଲାଗିବା କଥା ଆଜ୍ଞା। ସେ ଯୋଉ ପଇସା ଟ୍ରାନ୍ସଫର ହଉଛି, ଯୋଉ ପଇସା କେତେ ଅସୁବିଧା ସୁବିଧା ଭିତରେ ଓଡିଶାକୁ ଗୋଟେ ବଳକା ରାଜ୍ୟ କରି କୋଟି କୋଟି ହଜାର ହଜାର କୋଟି ଟଙ୍କା ମୋର ନେତା ନବୀନ ପଟ୍ଟନାୟକ ଛାଡିକି ଆସିଥିଲେ ସରପ୍ଲସ ରେଭିନ୍ୟୁ। ଆଉ ଆପଣ ଆଜି ଓଡିଶାକୁ ଏଇ ଅବସ୍ଥା କଲେଣି। ଆର ବର୍ଷକୁ ଓଡିଶାରେ 99 ଭଳି ଅବସ୍ଥା ହବ, ଓଭରଡ୍ରାଫ୍ଟ ହବ। କେହି ସରକାରୀ ଚାକିରିଆ ମଧ୍ୟ ଦରମା ପାଇବେ ନାହିଁ, ଦରମା ପାଇବେ ନାହିଁ। ଆପଣ ଭାଷଣ ଦଉଛନ୍ତି,
भाषण दियंतु किंतु लोकों को बोका भावंतुनी और नुआपड़ावासी के बोका भावंतुनी। डबल इंजिन सरकार जहां नवीन पट्टनायक करचंदी जहां नवीन पट्टनायक करचंदी केवल और केवल रंग बदलैचंदी ना चेंज करचंदी। रंग बदले सबु मध्य पारनाती रंग बदले पाखरे पाई मध्य आक पाखरे सेतिकी पैसा नहीं। महिलार सुरक्षा दायित्व आपण नैथिले कहूले महिला महिला आज केते असुरक्षित आपण माने समस्त जानि पारथिबे। नुआपड़ा रे मध्य आपण जो कथा कहउचंदी ताकू मध्य नुआपड़ावासी आपण तार जवाब देबे। मिछ तथ्य दियंतुनी आज्ञा। समस्त को धन्यवाद। नमस्कार।